ସମୁଦ୍ର କୂଳରେ ଗୋଟିଏ ଉଚ୍ଚା କୁଦ ଉପରେ ବୁଢ଼ା ଓକ୍ ଗଛଟିଏ ଥାଏ। ତାକୁ ଠିକ୍ 365 ବର୍ଷ ବୟସ। ମାତ୍ର ଗଛର ଏତେ ଗୁଡ଼ା ବୟସ ଜାଣ ମଣିଷର 365 ଦିନ ସହିତ ସମାନ। ଆମେ ଦିନରେ ଚେଉଁ, ରାତିରେ ଶୋଉ। ଗଛ କଥା କିନ୍ତୁ ଅଲଗା। ସେ ବର୍ଷକର 3 ଋତୁ ଚେଇଁଥାଏ, 3 ଋତୁ ଶୁଏ। ଶୀତ ନ ଆସିବା ପର୍ଯ୍ୟନ୍ତ ଗଛକୁ ନିଦ ଲାଗେ ନା। ବସନ୍ତ, ଗ୍ରୀଷ୍ମ ଓ ବର୍ଷା ଋତୁ 3ଟି ଗଛର ଦିନ, ବାକି 3 ଋତୁ ରାତି। ଖରାଦିନେ ନାନା ଜାତିର ମାଛି ଓକ୍ ଗଛ ପାଖକୁ ଆସନ୍ତି। ଦିନେ ଗୋଟିଏ ମାଛି ଗୁଣୁ ଗୁଣୁ ହୋଇ ମନ ଖୁସିରେ ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଥାଏ। ତା ଜାତିର ମାଛିଙ୍କର ଆୟୁଷ ମାତ୍ର ଦିନଟିଏ। ମାଛି ଦେଖି ଗଛ ମନେ ମନେ ଭାବିଲା, ଆହା, ବିଚରା ଦିନକ ପାଇଁ ପୃଥିବୀକୁ ଆସିଛି। ତାକୁ କେଡ଼େ ଦୁଃଖ ଲାଗୁନଥିବ। ଦେଖୁଛ ତ, ଗଛ ତାରି କଥା ଭାବୁଥିବା ବେଳେ ଗଛକୁ ଶୁଣେଇ ମାଛି କହିଲା, ଚାରିଆଡ଼ କେଡ଼େ ସୁନ୍ଦର ଆଉ ଚମତ୍କାର। ଏସବୁ ଦେଖି ମୋତେ ବଡ଼ ଆନନ୍ଦ ଲାଗୁଛି। କିନ୍ତୁ ଦିନଟିଏ ତ, ତାପରେ ସବୁ ଶେଷ। ଶେଷ? ମାଛି ଦୌଡ଼େଇ ପଚାରିଲା, ମାନେ ତମର ସବୁ ଶେଷ ହୋଇଗଲାଣି କି? ନା, ମୁଁ ଆଉ ପ୍ରାୟ 1000 ଦିନ ବଞ୍ଚିବି। ତମ ଜୀବନ କାଳର 1000 ଗୁଣ। ମୁଁ ତମ କଥା ବୁଝିପାରୁନାହିଁ। ମୋ ଠାରୁ ତମର 1000 ଗୁଣ ଅଧିକ ଦିନ ଥାଇପାରେ, କିନ୍ତୁ ମୋର ଆୟୁଷ କିଛି କମ୍ ନୁହେଁ। ମୁଁ ପୃଥିବୀରେ 1000 ମୁହୂର୍ତ୍ତ ରହିବି, 1000 ମୁହୂର୍ତ୍ତ ଆନନ୍ଦରେ ବିତାଇ ପାରିବି। ବଞ୍ଚିବା ପାଇଁ ଆମ ଦୁହିଁଙ୍କ ହାତରେ ସମାନ ସମୟ, କେବଳ ଆମେ ତାକୁ ଭିନ୍ନ ଭିନ୍ନ ମାପକାଠିରେ ମାପୁଛୁ। ଏତିକି କହି ମାଛି ଆନନ୍ଦରେ ଉଡ଼ିଗଲା। ମନ ଖୁସିରେ ନାଚି ଗାଇ ଏଣେ ତେଣେ ବୁଲିଲା। ସୂର୍ଯ୍ୟ ପଶ୍ଚିମରେ ଢଳିଲା ବେଳକୁ ତାର ଟିକି ଡେଣା ଦୁଇଟି ଥକି ପଡ଼ିଥିଲା। ଅବଶ ଭାବେ ସେ ଘାସର ନରମ ଗାଲିଚା ଉପରେ ବସିଗଲା। ତାର ଆଖିପତା ବୁଝି ହୋଇ ଆସୁଥାଏ। ହଲଚଲ ନ ହୋଇ ସେ ଶୋଇପଡ଼ିଲା। ସେଇ ତାର ଚିରନିଦ୍ରା। ମାଛିଟି ମରିଗଲା, ବିଚରା। ଓକ୍ ଗଛ ମନକୁ ମନ କହିଲା, ଜୀବନ ପୁଣି ଏଡ଼େ ଛୋଟ। ଏ ଘଟଣା ଥରେ ନୁହେଁ, ପ୍ରତିବର୍ଷ ଘଟେ। ସବୁଥର ଖରାଦିନେ ସେହି ଜାତିର ମାଛିଟିଏ ଆସେ। ଗୁଣୁ ଗୁଣୁ ହୋଇ ଓକ୍ ଗଛର ଶାଖା ପ୍ରଶାଖାରେ ଘୂରି ବୁଲେ। ଗଛ ପ୍ରତିଥର ମାଛିକୁ ସେଇ ଏକା ପ୍ରଶ୍ନ ପଚାରେ, ଆଉ ସେଇ ଏକା ଉତ୍ତର ପାଏ। କେତେ ବର୍ଷ ଧରି ମାଛିମାନେ ଗଛକୁ ଗୋଟିଏ ଉତ୍ତର ଦେଇ ଆସୁଛନ୍ତି, କିଏ ତାର ହିସାବ ରଖିଛି। ପୁଣି ଥରେ ଶୀତ ଆସିଲା। ଗଛକୁ ନିଦ ଲାଗିଲା। ବଡ଼ଦିନ ପର୍ବ ସମୟ। ସେ ଗୋଟିଏ ସ୍ୱପ୍ନ ଦେଖିଲା। ପ୍ରତିବର୍ଷ ତା ଜୀବନରେ ଯାହା ଯାହା ଘଟିଥିଲା, ଗୋଟିକ ପରେ ଗୋଟିଏ ସେସବୁ ଚିତ୍ର ପରି ତା ସାମ୍ନାରେ ଭାସିଗଲା। ଗଛର ମନେ ହେଲା ସତେ ଯେପରି ତାର ପ୍ରତିଟି ପତ୍ର, କାଣ୍ଡ ଓ ଚେର ଦେଇ ନୂଆ ଜୀବନ ସଞ୍ଚରି ଯାଉଛି। ସେ ଅପୂର୍ବ ଅନୁଭୂତିରେ ଓକ୍ର ସର୍ବାଙ୍ଗ ପୁଲକିତ ହେଲା। ତାକୁ ଲାଗିଲା ତାର ବଳ ବଢ଼ିଯାଉଛି। ଝଙ୍କାଳିଆ ହୋଇ ସେ ଉପରକୁ ଉଠୁଛି। ଊର୍ଦ୍ଧ୍ୱ ଦିଗରେ ଆହୁରି ବଢ଼ିବା ପାଇଁ ଗଛ ଭିତରେ ଉନ୍ମାଦନା ଖେଳିଗଲା। ବଢ଼ି ବଢ଼ି ସେ ସୂର୍ଯ୍ୟଙ୍କୁ ଛୁଇଁ ପାରନ୍ତା କି? ଏହିପରି ଏକ ଉଲ୍ଲସିତ ବ୍ୟାକୁଳତା ତା ଭିତରେ ଜାଗ୍ରତ ହେଲା। ଆଗ ଡାଳଗୁଡ଼ିକ ବାଦଲକୁ ଭେଦିଗଲେ। ଓକ୍ର ଶାଖା ତଳେ ମେଘମାନେ ହଂସଙ୍କ ପରି ପହଁରୁଥାନ୍ତି। ଦିନ ସମୟରେ ମଧ୍ୟ ସେ ଚକ୍ ଚକ୍ ଉଜ୍ଜ୍ୱଳ ତାରାମାନଙ୍କୁ ଦେଖିପାରିଲା। ତା ପାଇଁ ଏସବୁ କି ଅପୂର୍ବ ଉଲ୍ଲାସର ମୁହୂର୍ତ୍ତ। ଆନନ୍ଦରେ ଓକ୍ ପ୍ରାଣ ପୂରି ଯାଉଥାଏ। ପୁଣି ଏହା ସହିତ ଏକ ବ୍ୟାକୁଳ ସ୍ପୃହା ସେ ଅନୁଭବ କରୁଥାଏ। ତା ତଳେ ଥିବା ଛୋଟିଆ ଫୁଲ ଗଛ ଓ ବୁଦାମାନେ, ଅନ୍ୟାନ୍ୟ ଗଛମାନେ ତାରି ପରି ଆକାଶମୁଖୀ ହୋଇପଡ଼ନ୍ତେ ନାହିଁ, ତାହେଲେ ସେମାନେ ମଧ୍ୟ ଆକାଶର ଐଶ୍ୱର୍ଯ୍ୟ ଦେଖି ପରମ ଆନନ୍ଦ ପାଆନ୍ତେ। ସତକୁ ସତ ଓକ୍ର ଏ କାମନା ପୂରଣ ହେଲା। ସେ ଦେଖିଲା ତାର ଆଖପାଖରେ ଓ ତଳେ ଥିବା ଗଛମାନେ ବଢ଼ୁଛନ୍ତି। ଏପରିକି ବୁଦାମାନେ ମାଟିରୁ ଉପୁଡ଼ି ଆକାଶ ଆଡ଼କୁ ଛୁଟିଛନ୍ତି। ବଢ଼ନ୍ତା ଗଛଙ୍କ ଡାଳରେ ବସିଥିବା ଚଢ଼େଇମାନେ ମଧ୍ୟ
ଉଚ୍ଚରୁ ଉଚ୍ଚକୁ ଉଠୁଛନ୍ତି। ଚଢ଼େଇଙ୍କ କାକଳି କି ମିଠା। ଘାସ ବୁଦା ଉପରେ ଗୋଟିଏ ଝିଣ୍ଟିକା ବସି ଆରାମରେ ଡେଣା ପୋଛୁଥାଏ। ଓକ୍ ତାକୁ ପଚାରିଲା, ନୀଳ କଇଁ କୁଆଡ଼େ ଗଲା? ଆଉ ସେଇ ବାଇଗଣିଆ ଫୁଲ ଗଛ, ବସନ୍ତ କୁସୁମ ମଧ୍ୟ ଦିଶୁନି। ଆମେ ସମସ୍ତେ ଏଇଠି ଅଛୁ। ସେମାନଙ୍କ ମିଳିତ ସ୍ୱର ଶୁଭିଲା। କିନ୍ତୁ ଖରାଦିନେ ଯାହାର ଏଡ଼େ ସୁନ୍ଦରିଆ ଫୁଲ ଫୁଟେ, ସେ ଗଛ କାହିଁ? ସେ ନାଲି ଫୁଲିଆ କେଉଁଠି ରହିଲା? ଯେଉଁ ଆପେଲ ଗଛର ଫଳ ଫୁଲରେ ପ୍ରତିବର୍ଷ ଏ ବଣଭୂଇଁ ଶୋଭାବନ୍ତ ହୁଏ, ସେ କ'ଣ ଆସିନାହିଁ? ଆମେ ମଧ୍ୟ ଏଇଠି ଅଛୁ। ଅନେକ ଉଚ୍ଚରୁ ସେମାନଙ୍କର ସ୍ୱର ଶୁଭିଲା। ଓକ୍ର ହୃଦୟ ଗଭୀର ପ୍ରଶାନ୍ତିରେ ଭରିଗଲା। ଉର୍ଦ୍ଧ୍ୱ ଦିଗରେ ତାର ଗତି ତଥାପି ବନ୍ଦ ହୋଇନଥାଏ। ଓକ୍ ଅନୁଭବ କଲା ତାର ଚେର ସବୁ ହୁଗୁଳି ମାଟିରୁ ଉପୁଡ଼ି ଯାଉଛନ୍ତି। ଖୁବ୍ ଭଲ ହେଲା, ଓକ୍ ଭାବିଲା। ଏଣିକି ମୁଁ ବନ୍ଧନମୁକ୍ତ। ଏହାପରେ ମୁଁ ପୂର୍ଣ୍ଣ ଆଲୋକ ପର୍ଯ୍ୟନ୍ତ ଉଡ଼ି ଯାଇପାରିବି। ପୁଣି ମୁଁ ଯେଉଁମାନଙ୍କୁ ଭଲ ପାଏ, ସେମାନେ ସମସ୍ତେ ମୋ ସାଙ୍ଗରେ ଅଛନ୍ତି। ବୁଢ଼ା ଓକ୍ ଏହିପରି ସ୍ୱପ୍ନ ଦେଖୁଥାଏ। ସେ ସ୍ୱପ୍ନ ବିଭୋର ଥିବାବେଳେ ଗୋଟାଏ ଝଡ଼ ଉଠିଲା। ବଡ଼ଦିନ ରାତିରେ ପ୍ରବଳ ବତାସରେ ଓକ୍ ଗଛଟି ଉପୁଡ଼ି ପଡ଼ିଲା। ତାର 365 ବର୍ଷ ମାଛିର ଗୋଟିଏ ଦିନ ପରି ସରିଗଲା। ବଡ଼ଦିନ ପ୍ରଭାତରେ ସୂର୍ଯ୍ୟ ଉଇଁଲା ବେଳକୁ ଝଡ଼ ଥମି ଯାଇଥାଏ। ସକାଳୁ ନାବିକମାନେ ଦେଖିଲେ ବିରାଟ ଓକ୍ ଗଛଟି ଉପୁଡ଼ି ପଡ଼ିଛି। କେତେ କାଳର ପୁରୁଣା ଗଛର ଏ ଦଶା ଦେଖି ସେମାନେ ଖୁବ୍ ଦୁଃଖ କଲେ। ଏଇ ଗଛଟି ଥିଲା ସେମାନଙ୍କର ଦିଗବାରାଣୀ। ବାସ୍ ଏତିକି। ଯଦି ଏ କାହାଣୀ ଆପଣମାନଙ୍କୁ ଭଲ ଲାଗିଛି, ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଧନ୍ୟବାଦ।